ଜୟ ଗୁରୁ। ବନ୍ଧୁଗଣ, ଆସନ୍ତୁ ନାରୀର ନୀତିର ଆଉ ଗୋଟିଏ ଅମୂଲ୍ୟ ବାଣୀକୁ ଆମେ ହୃଦୟରେ ଧାରଣ କରିବା। ବାଣୀ ସଂଖ୍ୟା 4। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ସୁଖ ମାନେ ତାହା ହିଁ ଯାହା ସତ୍ତା ବା ଜୀବନଟାକୁ ସୁସ୍ଥ ସଜୀବ ଓ ଉନ୍ନତ କରି ପାରିପାର୍ଶ୍ୱିକକୁ ସେପରି ଭାବରେ ଗଢ଼ି ତୋଳେ। ଆଉ ପ୍ରକୃତ ଭୋଗ ସେତେବେଳେ ହିଁ ସେଠାରେ ତାହାକୁ ଅଭିନନ୍ଦିତ କରେ। ହଁ ବନ୍ଧୁଗଣ, ଶ୍ରୀ ଶ୍ରୀ ଠାକୁରଙ୍କ ଭାବଭକ୍ତିର ଆଲୋକରେ ମାନବ ଜୀବନର ଏକ ଚିରନୈତିକ ପ୍ରଶ୍ନ ଉଙ୍କି ମାରେ। ସୁଖ କ'ଣ? ଭୋଗ କ'ଣ? ସାଧାରଣ ମଣିଷ ଯାହାକୁ ସୁଖ ବୋଲି ଭାବେ, ସେଠାରେ ବହୁତ ସମୟରେ କେବଳ ଇନ୍ଦ୍ରିୟ ସନ୍ତୁଷ୍ଟିର ଅନୁଭୂତି ଥାଏ। କିନ୍ତୁ ଶ୍ରୀ ଶ୍ରୀ ଠାକୁରଙ୍କ ଭାବବାଣୀରେ ସୁଖକୁ ଅନ୍ୟ ଏକ ଗଭୀର ଓ ଜୀବନମୂଳକ ଅର୍ଥ ଦେଇଛନ୍ତି। ତାଙ୍କ ମତରେ ସୁଖ ମାନେ ତାହା ହିଁ ଯାହା ଜୀବନକୁ ସୁସ୍ଥ ସଜୀବ ଓ ଉନ୍ନତ କରେ, ପାରିପାର୍ଶ୍ୱିକକୁ ସେପରି ଭାବେ ଗଢ଼ି ତୋଳେ। ଆଉ ପ୍ରକୃତ ଭୋଗ ସେତେବେଳେ ହିଁ ତାହାକୁ ଅଭିନନ୍ଦିତ କରେ। ଏହି କଥାର ଭିତରେ ରହିଛି ଜୀବନ ଦର୍ଶନର ଗୁପ୍ତ ମୂଳ ତତ୍ତ୍ୱ। ସୁଖର ପ୍ରକୃତ ସ୍ୱରୂପ କ'ଣ ଜାଣନ୍ତି? ସୁଖ ମାନେ କେବଳ ହସିବା, ଆନନ୍ଦ ମାନିବା, ଭଲ ଖାଇବା ପିଇବା, ଭଲ ପିନ୍ଧିବା ନୁହେଁ ବନ୍ଧୁଗଣ। ଠାକୁର କହୁଥିଲେ, ଯାହା ସତ୍ତାକୁ ଅର୍ଥାତ୍ ଆମର ଅସ୍ତିତ୍ୱକୁ ସୁସ୍ଥ ଓ ସଜୀବ କରେ, ସେହି ହେଉଛି ପ୍ରକୃତ ସୁଖ। ସୁସ୍ଥତା ମାନେ ଯେଉଁ କାମ କିମ୍ବା ଚଳନ ଆମର ଶରୀର, ମନ ଓ ଆତ୍ମାକୁ ସୁସ୍ଥ ରଖେ, ସେହି ସୁଖ। ଯଦି କୌଣସି ଆନନ୍ଦ ଶରୀରକୁ କ୍ଷତି କରେ, ମନକୁ ଅଶାନ୍ତ କରେ କିମ୍ବା ଚରିତ୍ରକୁ ଅବନତ କରେ, ସେଟା ସୁଖ ନୁହେଁ, ସେଟା ଭୋଗର ମୋହ। ସୁଖ ମାନେ ଜୀବନରେ ଚେତନାର ସ୍ଫୁରଣ। ଯେଉଁଠି ଉତ୍ସାହ ଅଛି, ସୃଜନଶୀଳତା ଅଛି, ପ୍ରେମ ଅଛି, ସେଠି ସୁଖ ଅଛି। ଠାକୁର କହୁଥିଲେ, ଜୀବନକୁ ବଢ଼ାଅ, ଜୀବନକୁ ସଜାଅ, ଜୀବନକୁ ଇଷ୍ଟମୟ କରି ତୋଳ। ସୁଖ ସେଇଠି ଯେଉଁଠି ବ୍ୟକ୍ତି ନିଜକୁ ଉନ୍ନତ କରେ, ଜ୍ଞାନ, ଚରିତ୍ର, ସେବା, ଭକ୍ତି ଦେଇ। ଏହାର ଅର୍ଥ ହେଉଛି ଜୀବନକୁ ଉଚ୍ଚ କରି ତୋଳିବା, ଉନ୍ନତିମୁଖୀ କରି ତୋଳିବା। ଅସ୍ଥାୟୀ ରୋମାଞ୍ଚ ନୁହେଁ, ସ୍ଥାୟୀ ଉନ୍ନତି ହେଉଛି ସୁଖର ଲକ୍ଷଣ। ସାଧାରଣତଃ ଭୋଗ ଶବ୍ଦଟିକୁ ନକାରାତ୍ମକ ଭାବରେ ଦେଖାଯାଏ, କିନ୍ତୁ ଠାକୁର ଭୋଗକୁ ସମୂଳେ ଅସ୍ୱୀକାର କରିନଥିଲେ। ସେ କହୁଥିଲେ, ପ୍ରକୃତ ଭୋଗ ସେତେବେଳେ ଯେତେବେଳେ ସେ ସୁଖକୁ ଅଭିନନ୍ଦନ କରେ। ଯଦି ଭୋଗ ଜୀବନକୁ କ୍ଷୟ କରେ, ଅଶାନ୍ତି କରି ତୋଳେ, ଆସକ୍ତି ବଢ଼ାଏ, ଶକ୍ତି କମାଏ, ସେଇଟା ଅପଭୋଗ। କିନ୍ତୁ ଯଦି ଭୋଗ ଜୀବନକୁ ସୁସ୍ଥ କରେ, ଶକ୍ତି ଦିଏ, ଉନ୍ନତିକୁ ସହାୟ କରେ, ସେଇଟା ପ୍ରକୃତ ଭୋଗ। ଉଦାହରଣ ସ୍ୱରୂପ, ଖାଦ୍ୟ ଭୋଗ ଅଟେ। ଯଦି ସେହି ଖାଦ୍ୟ ଶରୀରକୁ ପୋଷଣ ଦିଏ, ସେଇଟା ସୁଖମୟ ଭୋଗ। ଯଦି ସେହି ଖାଦ୍ୟ ଅତିରିକ୍ତ ହୋଇ ରୋଗ ଆଣେ, ସେଇଟା ଅସୁଖର ମୂଳ। ଠାକୁରଙ୍କ ଦର୍ଶନର ଏକ ମୁଖ୍ୟ ଦିଗ ହେଉଛି ବ୍ୟକ୍ତି ଓ ପାରିପାର୍ଶ୍ୱିକର ସମନ୍ୱୟତା। ସତ୍ୟ ସୁଖ କେବଳ ନିଜ ପାଇଁ ନୁହେଁ ବନ୍ଧୁଗଣ। ଯଦି ମୋର ଆନନ୍ଦ ଅନ୍ୟର କଷ୍ଟର କାରଣ ହୁଏ, ସେଇଟା ସୁଖ ନୁହେଁ। ସତ୍ୟ ସୁଖ ସେଇଠି ଯେଉଁଠି ପରିବାର ସୁସ୍ଥ ଥାଏ, ସମାଜ ଶୃଙ୍ଖଳିତ ହୁଏ, ପରିବେଶ ସୁନ୍ଦର ଦିଶେ,
ସମ୍ପର୍କ ମଧୁର ହୁଏ। ଶ୍ରୀ ଠାକୁର କହୁଥିଲେ ତୁମେ ବଞ୍ଚ ଓ ବଢ଼, ଅର୍ଥାତ୍ ଅନ୍ୟକୁ ବଞ୍ଚାଇ ନିଜେ ବଢ଼। ଏହା ହିଁ ସୁଖର ପରିପୂର୍ଣ୍ଣ ରୂପ। ଆସକ୍ତି ଓ ଅନୁଶାସନ ଦେଇ ବଢ଼ିବା ଶିଖ। ଭୋଗରେ ଯଦି ଅନୁଶାସନ ନଥାଏ, ସେହି ଭୋଗ ଆସକ୍ତିରେ ପରିଣତ ହୁଏ। ଆସକ୍ତି ମନକୁ ଦାସ ରୂପେ ବ୍ୟବହାର କରେ। ଦାସତ୍ୱ କେବେ କ'ଣ ସୁଖ ଦେଇଥାଏ? ଠାକୁରଙ୍କ ଜୀବନରେ ଅନୁଶାସନକୁ ବହୁତ ଗୁରୁତ୍ୱ ଦେଇଥିଲେ। ନିୟମିତ ଆଚରଣ ଦେଇ, ସଂଯମ ଦେଇ, ଇଷ୍ଟନିଷ୍ଠା ନେଇ, ସେବା ପରାୟଣତା ଦେଇ, ଏହା ମାନେ ଭୋଗକୁ ସଠିକ୍ ମାର୍ଗରେ ରଖିବା। ଠାକୁରଙ୍କ ମତରେ ଜୀବନର କେନ୍ଦ୍ରବିନ୍ଦୁ ହେଉଛି ଇଷ୍ଟଦେବ। ଇଷ୍ଟରେ ଆସକ୍ତି ଥିଲେ ଭୋଗ ଅସୁର ସାଜି ଠିଆ ହୁଏ ନାହିଁ। ଇଷ୍ଟ ସହିତ ସମ୍ବନ୍ଧ ରଖି ଯେ ଆନନ୍ଦ ମିଳେ, ସେଇଟା ଶୁଦ୍ଧ, ପବିତ୍ର ଓ ଉନ୍ନତିମୟ। ଇଷ୍ଟମୟ ଭୋଗ ଜୀବନକୁ ସୁନ୍ଦର କରି ତୋଳେ, ଆଉ ଇଷ୍ଟହୀନ ଭୋଗ ଜୀବନକୁ ଭ୍ରମିତ କରେ। କିପରି ଜାଣିବେ ଯେ ସୁଖ କେଉଁଟା, ଭୋଗ କେଉଁଟା? ଆମେ ଯାହାକୁ ସୁଖ ଭାବୁଛୁ ସେଟା ସତ୍ୟ ସୁଖ କି? ଦେଖନ୍ତୁ, ଶରୀର ସୁସ୍ଥ ରହୁଛି କି? ମନ ଶାନ୍ତ ରହୁଛି କି? ଚରିତ୍ର ଉନ୍ନତ ହେଉଛି କି? ସମ୍ପର୍କ ତୁମର ମଧୁର ହେଉଛି କି? ଭବିଷ୍ୟତ ସୁରକ୍ଷିତ ହୋଇଛି କି? ଯଦି ଏହାର ଉତ୍ତର ତୁମ ପାଖରେ ହଁ ଆସିବ, ତାହେଲେ ଭାବିନିଅ ସେଇ ହିଁ ସତ୍ୟ ସୁଖ। ଅସୁଖର ମୂଳ କେଉଁଠି? ଅସୁଖ ଆସେ ଅତି ଭୋଗ ଲାଳସାରୁ, ଅନିୟମିତତାରୁ, କୁସଙ୍ଗରୁ, ଇଷ୍ଟ ବିମୁଖତାରୁ। ଠାକୁର ସେଇଥିପାଇଁ ସତର୍କ କରି କହୁଥିଲେ, ଯେଉଁ ଆନନ୍ଦ ପରେ ଅନୁତାପ ଆଣେ ସେଇଟା ଅସଲ ସୁଖ ନୁହେଁ। ଠାକୁରଙ୍କର ସେହି ଦର୍ଶନ ନିରାମୟ ଜୀବନ ତ୍ୟାଗମୟ ନୁହେଁ, ଭୋଗମୟ ବି ମଧ୍ୟ ନୁହେଁ, ସେଇଟା ସମନ୍ୱୟମୟ। ଜୀବନକୁ ଅସ୍ୱୀକାର କରିବାର କଥା ନୁହେଁ, ଭୋଗକୁ ଅନୁଶାସିତ କରିବାର କଥା, ସୁଖକୁ ଉନ୍ନତି ସହିତ ଯୋଡ଼ିବାର କଥା। ଏହା ହିଁ ସୁନ୍ଦର ଜୀବନର ମୂଳ। ଆଜିର ଆଧୁନିକ ଯୁଗରେ ଏହି ଭୋଗବାଦ ବହୁତ ବଢ଼ିଯାଇଛି। ସୋସିଆଲ ମିଡ଼ିଆ, ବିଜ୍ଞାପନ, ଆକର୍ଷଣ ସବୁ କହୁଛି ଉପଭୋଗ କର, ଖାଲି ଖୁସିରେ ରୁହ, ଆନନ୍ଦରେ ରୁହ। କିନ୍ତୁ ପ୍ରକୃତରେ ସେଇଟା ସତ୍ୟ ସୁଖ, ସତ୍ୟ ଆନନ୍ଦ ବା ଚିରାନନ୍ଦ କି ନୁହେଁ, ତାହା କେମିତି ଜାଣିବ? କିନ୍ତୁ ଠାକୁରଙ୍କ ବାଣୀ ଆମକୁ ସ୍ମରଣ କରାଇ ଦିଏ, ଯାହା ତୁମକୁ ବଢ଼ାଏ ନାହିଁ ସେଇଟା ଅସଲ ସୁଖ ନୁହେଁ। ଯାହା ତୁମକୁ କ୍ଷୟ କରେ, ଅବନତି ଆଣିଦିଏ, ସେଇଟା ଭୋଗ ନୁହେଁ, ଅପଭୋଗ। ଅସଲ ସୁଖ ଓ ଭୋଗର ମଧ୍ୟରେ ଅନେକ ତଫାତ ଅଛି, ଯାହା ସେ ଠାକୁରଙ୍କର ଦିଗ ନିର୍ଦ୍ଦେଶ। ସୁଖ ଜୀବନକୁ ଉପରକୁ ନେଇଯାଏ, ଅନିୟନ୍ତ୍ରିତ ଭୋଗ ଜୀବନକୁ ତଳକୁ ଟାଣେ। ପ୍ରକୃତ ଭୋଗ ସେଇଠି ଯେଉଁଠି ସୁଖକୁ ସମର୍ଥନ କରେ। ଶେଷରେ କହିବାକୁ ଯାଉ, ସୁଖ ହେଉଛି ସୁସ୍ଥତା, ସୁଖ ହେଉଛି ସଜୀବତା, ସୁଖ ହେଉଛି ପ୍ରକୃତ ଉନ୍ନତି, ଭୋଗ ହେଉଛି ସେହି ସୁଖର ଉତ୍ସବ। ଯଦି ସେ ଜୀବନକୁ ଶକ୍ତି ଦେଇ ଦେଖେ, ଠାକୁରଙ୍କ ଭାବଭକ୍ତିରେ ଏହି ମନ୍ତ୍ର ଅନୁରଣିତ ହୁଏ, ବଞ୍ଚ, ବଢ଼ ଓ ଅନ୍ୟକୁ ବଢ଼ାଅ। ଏହା ହିଁ ପ୍ରକୃତ ସୁଖ, ଏହା ହିଁ ସଠିକ୍ ଭୋଗ, ଏହା ହିଁ ଜୀବନର ଧର୍ମ। ହଁ ବନ୍ଧୁଗଣ, ଆଜିର ନାରୀର ନୀତି ସୁଖ ଓ ଭୋଗ ଉପରେ এই ବୁଝେଇବାର ଶୈଳୀ ଯଦି ଆପଣମାନଙ୍କୁ ଭଲ ଲାଗିଛି, ତାହେଲେ ଆମର এই ଭିଡ଼ିଓଟିକୁ ଲାଇକ୍ ଟିକେ କରିଦିଅନ୍ତୁ, କମେଣ୍ଟସରେ ଜୟଗୁରୁ ଲେଖି ଜଣାନ୍ତୁ
ए पर्यंत जदि जयगुरु प्रार्थना चैनल को सब्सक्राइब करना ताले शीघ्र शीघ्र सब्सक्राइब कर दिंतु। पाखरे थिबा बेल नोटिफिकेशन ऑल को दबांतु, जहाँकि ठीक यही समय रे काली परवर्ती बाणीटीए नहीं आसबू। से पर्यंत रहुचु। जय गुरु। वंदे पुरुषोत्तमम्।